ସକାଳୁ ବଗିଚାରେ ବୁଲି ଗଛପତ୍ରଙ୍କୁ ତଦାରଖ କରିବା ଆଉ ଗାଈମାନଙ୍କର ସ୍ଥିତି ପରଖିବା ମୋର ଗୋଟେ ନିତିଦିନିଆ କାମ। ଆଜି ବି ସକାଳକୁ ବଗିଚାକୁ ଗଲି, କେଉଁଠି ଫୁଲଟେ କି ଫଳଟେ ହେଇଛି ତୋଳିକି ଆଣିବି, ଏଇସବୁ କରିଲି। ଆଉ ଏଥିରେ ମୋତେ ଶିବ ସହଯୋଗ କରୁଥିଲା। ଏହି ସମୟରେ ମୋର ଜଣେ ଦିଅର ପାଖ ବାଡ଼ିରୁ ମୋତେ ଡାକିକି ମୋତେ ଗୋଟେ ଜିନିଷ ଦେଖେଇଲେ। ମୁଁ ସେଇଟାକୁ ଯଥାସାଧ୍ୟ ଚେଷ୍ଟା କରିଛି ଆପଣମାନଙ୍କୁ ଠିକ୍ସେ ଦେଖେଇବାକୁ, କାହିଁକିନା ତା'ର ଗଛ କି ଫୁଲ କି ପତ୍ର ଆମେ ଦେଖିନୁ। ଏଇ ଫଳଟିରେ ଟିକେ ଖଣ୍ଡିଆ ଦାଗ ଥିଲା, ବୋଧହୁଏ ବାଦୁଡ଼ି ଖଣ୍ଡିଆ କରିଥିଲା। ତାକୁ ଏମିତି ହଲେଇଲେ ତା ଭିତରେ ଗୋଟେ ଆବାଜ ଆସୁଥିଲା, କିନ୍ତୁ ସେ ଆବାଜଟା ଏତେ ଧୀର ଥିଲା ଯେ ଆପଣମାନଙ୍କୁ ମୁଁ ଶୁଣେଇବା ପାଇଁ ସକ୍ଷମ ହେଇପାରିଲିନି। ହେଲେ ଏଇ ଫଳଟି କ'ଣ ଟିକେ ଟିକେ ପିଜୁଳି ଭଳିଆ, ଟିକେ ଟିକେ ଜାମରୋଳ ଭଳିଆ, କିନ୍ତୁ ଏଇଟା ତ ପିଜୁଳି ନୁହେଁ କି ଜାମରୋଳ ନୁହେଁ। ଆମେ ଦିଅର ଭାଉଜ ୟାର ସମାଧାନ କରିପାରିଲୁନି। ସେ ଫଳଟିକୁ ନେଇ ଅନ୍ୟ କାହାକୁ ଦେଖେଇ ପଚାରିବେ ବୋଲି ହେଲେ ମୁଁ ଭାବିଲି ମୁଁ ଆପଣମାନଙ୍କୁ ଟିକେ ପଚାରିଦିଏ, କାଳେ